ମୁଁ ବିବେକ ରଞ୍ଜନ ସିପିଆଇଏମ୍ଏଲ୍ ମାସ୍ ଲାଇନ୍ସ ଓଡ଼ିଶା କମିଟି। ବର୍ତ୍ତମାନ ଓଡ଼ିଶା ସାରା ଖଣି ଅଧିଗ୍ରହଣ ଚାଲିଛି। କୋରାପୁଟ ରାୟଗଡ଼ା ଅଞ୍ଚଳର ସିଜିମାଳି ଅଞ୍ଚଳରେ ଗତ 6 ତାରିଖ ଦିନ ଯୁଦ୍ଧକାଳୀନ ଭାବରେ ଯେପରି ପୁଲିସ ଦମନ ଲୀଳା କରିଥିଲା ତାକୁ ଆମେ ଘୋର ବିରୋଧ କରିକି ଆଜି ରାଜ୍ୟପାଳଙ୍କୁ ଏକ ସ୍ମାରକପତ୍ର ଦେବା ପାଇଁ ଆମେ ହେଉଛି ସିପିଆଇଏମ୍ଏଲ୍ ତରଫରୁ ଆଜି ଆସିଛୁ। ଆଜି କଲେକ୍ଟରଙ୍କୁ ଆମେ ଦେଇଛୁ, ଯୋଉଟାକି ସେ କଲେକ୍ଟର ସେଟାକୁ ଫରୱାର୍ଡ କରିବେ ବୋଲି କହିଛନ୍ତି। ଯେ ବ୍ୟକ୍ତିଗତ ଜମି ଅଧିକାର ଆଇନ ବିଷୟରେ ସରକାର ଯୋଉ ଖାରଜ କରିଛି ଯୋଉ ଆବେଦନ ଗୁଡାକ ସେଇ ତାକୁ ପୁନର୍ବିଚାର କରି ତାଙ୍କୁ ଜମି ଦିଆଯାଉ, ପେଶା ଆଇନ ଉଲ୍ଲଂଘନ ନ କରାଯାଉ, ଗଣତାନ୍ତ୍ରିକ ପଦ୍ଧତିରେ ହଉଛି ଗ୍ରାମ ସଭାକୁ ତାର ପ୍ରାଧାନ୍ୟ ଦିଆଯାଉ। ଆଉ ଯୋଉ ମିଥ୍ୟା ଯୋଉ କରିଛନ୍ତି ଯୋଉ ଗ୍ରାମ ସଭା ପଲ୍ଲୀ ସଭା ମିଥ୍ୟା ଦସ୍ତଖତ ଦ୍ୱାରା କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ କରାଯାଉ। ଗ୍ରାମବାସୀଙ୍କ ଉପରେ 6-7 ଉପରେ ଯୋଉ ପୁଲିସ ମାନେ ହଉଛି ଅତ୍ୟାଚାର କରିଛନ୍ତି ଯୁଦ୍ଧକାଳୀନ ଭିତ୍ତିରେ ସେମାନଙ୍କୁ ବିଏନ୍ଏସ୍ ଧାରା ଅନୁଯାୟୀ ତାଙ୍କୁ ଦଣ୍ଡିତ କରାଯାଉ। ଆଉ ରାସ୍ତା ଯୋଉ ନୂଆ ରାସ୍ତା ତିଆରି କରାଯାଉଛି ବନ୍ଦ କରାଯାଉ। ପାଖାପାଖି ଯୋଉ ମାନଙ୍କର ହଉଛି ଚାଷ ଜମି ଅଛି ଚାଷ ଜମିକି କ୍ଷତିଗ୍ରସ୍ତ କରି ତାଙ୍କୁ କ୍ଷତିପୂରଣ ଦିଆଯାଉ ଏବଂ ଗିରଫ କରିଥିବା ଲୋକମାନଙ୍କୁ ନିଃସର୍ତ୍ତ ଖଲାସ କରାଯାଉ। ଆମର ଏହିପରି ସବୁ ଦାବି ରହିଛି। ଆଉ ଯଦି ସେମାନେ ଏଇ ଯୋଉ ଦାବି ଗୁଡାକ ଯଦି ନ କରିବେ ଆସନ୍ତା ଦିନ ମାନଙ୍କରେ ଆମେ ରାଜରାସ୍ତାକୁ ଓହ୍ଲେଇବୁ। ରାଜରାସ୍ତା ଓହ୍ଲେଇ ଗାଁ ଗଣ୍ଡା ସବୁ ରାସ୍ତା ସବୁ ଚୋକ କରାଯିବ ଏବଂ ଆମେ ଖଣିକୁ ବିରୋଧ କରିବୁ। ବେଦାନ୍ତକୁ ଏ ଜମି ଆମେ ଦେବା ପାଇଁ ଦେବୁ ନାହିଁ। ମୋର ନାଁ ସୁବାରାव କେଣ୍ଟ୍ରକା, ଚାଷୀମେଳା ସଂଘର ଯୁଗ୍ମ ସମ୍ପାଦକ। ଜିଲ୍ଲାପାଳ ପକ୍ଷରୁ ଦାବିପତ୍ର ଦେବା ପାଇଁ ଆସିଛୁ, ଯାହାକି ଯେଉଁ ସିଜିମାଳି ନେଇକି ଯେଉଁ ଘଟଣା ଘଟି ଯାଉଛି ତା ନେଇକି ପ୍ରତିବାଦରେ ସତର୍କ ହେବା ପାଇଁ ଯେଉଁ ଦାବିପତ୍ର ଦେଇଛୁ। କିନ୍ତୁ ଯଦି ସିଜିମାଳିରେ ଯାହା ଘଟଣା ଘଟୁଛି ଯେଉଁ ଆଦିବାସୀଙ୍କ ଅତ୍ୟାଚାର ଅନ୍ୟାୟ ବିରୋଧରେ ଚାଲୁଛି, ସେ ଯେଉଁ ଜମି ଚାଲି ଯାଉଛି ତା ନେଇକି ପ୍ରତିବାଦ ଆମେ କରୁଛୁ। ଯାହା ନେଇକି ଯଦି ଆଗାମୀ ଦିନ ଯଦି ଏଇ ଜମି ମାନେ ଏ ଦାବିକୁ ଯଦି ପୂରଣ କରିବେନି ଆଗାମୀ ଦିନକୁ ରାଜରାସ୍ତାରେ ଓହ୍ଲିବୁ। ଯେଉଁ ଗାଁ ଗହଳି ଲୋକ ସମସ୍ତେ ଏକଜୁଟ ହେବେ, ରାସ୍ତାରେ ଓହ୍ଲିବେ ସବୁ।